ହେଇନି କିଛି ଏ ହେଇନି କିଛି ଆଗକୁ କ'ଣ ହଉଛି ଏ ଆଗକୁ କ'ଣ ଦେଖନ୍ତୁ କ'ଣ ହେଇଯାଉଛି ଆଗକୁ ଚାଲିଛି ଦେଖନ୍ତୁ କ'ଣ ହଉଛି। ଭାଇ କ'ଣ କହିବେ ମହିଳା ମାନେ ରାତି ରାତି କୋଟି କୋଟି ହେଉଛନ୍ତି ଏବଂ 50 ଲକ୍ଷ ଟଙ୍କା ସେଲିବ୍ରେସନ୍ କରୁଛନ୍ତି। ହଁ ସେ ଯେଉଁଟାକି ଆମେ ଏବେ ଦେଖୁଛେ ସେ ବଣ୍ଟି ବବଲି ଯୋଡ଼ି ଯାହାକୁ କୁହାଯାଉଛି ଯିଏକି ମାନେ ସବୁ ଦାମୀ ଦାମୀ ଗାଡ଼ିଠୁ ଆରମ୍ଭ କରିକି ଲକ୍ଜରିୟସ୍ ଲାଇଫଷ୍ଟାଇଲ୍ ମେଣ୍ଟେନ୍ କରୁଥିଲେ। ଏସବୁ ହେଉଛି ମାନେ କଳା ପଇସା। ଜଣେ ହ୍ୱାଇଟ୍ ମନି ଇନକମ୍ କରିକି ଏଇ ଟାଇପ୍ର ଜିନିଷ ଏତେ ମେଣ୍ଟେନ୍ କରିକି ଆଜିକା ଡେଟ୍ରେ କେହି ବି ବଞ୍ଚିପାରିବେ ନାହିଁ। ଆଉ ଯେଉଁଟା ଲେଖା ହେଇଛି ଅଧର୍ମ ଧନ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ। ଏବେ ମୁଁ ଦେଖୁଥିଲି କାନ୍ଦିକି ସିଏ ଆମକୁ ଫସାଇ ଦିଆଯାଇଛି ଆମେ କିଛି କରିନୁ। ଏସବୁ ଜିନିଷର କିଛି ମାନେ ନାହିଁ। ଗୋଟେ ଲୋକର ଆଶା ଥାଏ ସେ ଖଣ୍ଡେ 10 ଲକ୍ଷ 20 ଲକ୍ଷ 30 40 ଲକ୍ଷ ଭିତରେ ଗୋଟେ ଜାଗା ଖଣ୍ଡେ କିଣିବ। ଏ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗାଡ଼ି କିଣିକି ମାନେ 50 ଲକ୍ଷ ଟଙ୍କା ସେଲିବ୍ରେସନ୍ରେ ଉଡ଼େଇ ଦେଉଥିଲେ। କେଉଁଠୁ ଏ ପଇସା ସବୁ ଆସୁଥିଲା? ଏସବୁ ହେଉଛି ଅଧର୍ମର ପଇସା। ଆଉ ଏସବୁ ଏଇ ଟାଇପ୍ର ଯେତେ ବି ଯୋଡ଼ି ଅଛନ୍ତି ଇଏ ହେଉଛି ବିଜେପି ସରକାର। ଏଠି ଅନ୍ୟାୟ ଚଳିବ ନାହିଁ। ଏମାନଙ୍କ ଘରେ ଇଡି ଚଢ଼ଉ ହେବ, କ୍ରାଇମବ୍ରାଞ୍ଚ ଚଢ଼ଉ ହେବ। ଏମାନେ ସବୁ କଳା କୋଠରୀରେ ଜୀବନ ଯାପନ କରିବେ। କୁହାଯାଉଛି କି ଇଏ ସେକେଣ୍ଡ ଅର୍ଚ୍ଚନା ଲାଭ ଇଏ ବି ନେତା ମନ୍ତ୍ରୀମାନେ ବିଜେଡ଼ି ସବୁ ଯାଉଥିଲେ ହେଇଥିବ। ନହେଲେ ଏତେ ପଇସା 100 କୋଟି ଉପରେ ଭୁବନେଶ୍ୱରରେ ରହିକି ଏତେ ପଇସା ଆସିଲା କେଉଁଠୁ? ମାନେ ଇଏ ପୁରା ମାନେ ଭିତର ଯେତିକି ଉପର ସେତିକି। ଯେଉଁ କୁହନ୍ତି ପୋତା ଧନ, ଏସବୁ ପୋତା ଧନ ଏମାନଙ୍କ ପାଖରେ ଅଛି। ଆମେ ଏଇଠି ମାର୍କେଟରେ ବୁଲୁଛୁ ପଇସା କୁଆଡ଼େ ଗଲା ବୋଲି। ଲୋକ ଖାଇବାକୁ ପାଉନାହାନ୍ତି, ଲୋକ ପିନ୍ଧିବାକୁ ପାଉନାହାନ୍ତି, ଲୋକ ଘର ନାହିଁ। ଏମାନଙ୍କ ପାଖରେ 100 କୋଟି ଟଙ୍କା ଇନକମ୍ ଟ୍ୟାକ୍ସ ନାହିଁ। ଏମାନେ ମାନେ କେଉଁ ଟାଇପ୍ର ମାନେ ପୋତିକି ରଖିଛନ୍ତି ଭିତରେ। ଆଉ ଯାହା ଥିଲା ଏବେ ଆସିଛି ବିଜେପି ସରକାର। ବିଜେପି ସରକାରରେ ମୁଁ ଶୁଣିବାକୁ ପାଉଥିଲି ଏମାନେ ବିଜେଡ଼ି ଲୋକ। ବିଜେଡ଼ିର ସିଏ କ'ଣ ଥିଲେ ଚେୟାରମ୍ୟାନ୍ ନା କ'ଣ ଥିଲେ। ଏ ସବୁ ସେଇ ସମୟରେ ଯାହା କରିଯାଇଛ ଏବେ ସବୁତକ ଦେବ ଏଇଠି। ଆଉ କଳା କୋଠରୀରେ ଜୀବନଯାପନ କରିବ। 24 ବର୍ଷର ସରକାରରେ ପୁରା ଗ୍ରୀନ୍ କରିଦେଇଥିଲେ। ଏବେ ରଙ୍ଗ ଛଡ଼ା ହେଉଛି। ଆପଣମାନେ ନିଜ ଆଖିରେ ଦେଖୁଛନ୍ତି କେଉଁ ଟାଇପ୍ର କଳା କାରନାମା କରିକି ଏମାନେ ମାନେ କେଉଁ ଟାଇପ୍ର ଜୀବନଯାପନ କରୁଥିଲେ। ଆଜ୍ଞା ମଝିରେ ଦେଖିବେ ବୁଲବୁଲ ଲାଭା, ତାପରେ ଆସିଲା ଆମର ବଦ୍ରିଧାମ ଉକ୍ତ କୋଠରୀ। ମାନେ ଏ କ'ଣ ବିଜେପି ଦଳ ଇଏ କେତେ କୋଠରୀ ଅଛି। ଯେତେବେଳେ ମଝିରେ ଆପଣ ଦେଖୁଛନ୍ତି ୟାରେ ଖଣ୍ଡଗିରିରେ ଗୋଟେ ଗୁପ୍ତ କୋଠରୀ ବାହାରିଲା, ସେଇପଟେ ଗୋଟେ। ଏଇଗୁଡ଼ାକ ଆଉ ଗୋଟେ ଇତିହାସ। ଏଇଗୁଡ଼ା ଗୋଟେ ଇତିହାସ 24 ବର୍ଷର ଇତିହାସ ଏବେ ବାହାରୁଛି। କେତେ ଗୁପ୍ତ କୋଠରୀ ଏମିତି ବାହାରିବ। ଇଏ 100 କୋଟି ଆଗକୁ ଦେଖନ୍ତୁ କେତେ କୋଟି ଟଙ୍କା ବାହାରୁଛି। ଏସବୁ ଜିନିଷ ଏଇ ମାନେ ସରକାରରେ ଯେତେବେଳେ ତାଙ୍କର ଛତ୍ର ଛାୟା ତଳେ ରହି ଏସବୁ କାମ କରିଥିଲେ ଏବେ ଦେଖନ୍ତୁ ଧୀରେ ଧୀରେ ସବୁ ବାହାରୁଛି। ଆଉ ଆଗକୁ ଆହୁରି ବାହାରିବ। ଇଏ କିଛି ନାହିଁ। ଇଏ ହେଇନି କିଛି ଆଗକୁ କ'ଣ ହଉଛି ଏ ଆଗକୁ କ'ଣ ଦେଖନ୍ତୁ କ'ଣ ହେଇଯାଉଛି ଆଗକୁ ଚାଲିଛି ଦେଖନ୍ତୁ କ'ଣ ହଉଛି।